ସ୍ୱାଗତମ୍ ସମସ୍ତ ମୋର ସାଙ୍ଗସାଥି ୟୁଟ୍ୟୁବ୍ ଫଲୋଅର୍ସ ଆଉ ମୋର ଫେସବୁକ୍ ପେଜ୍ ଫଲୋଅର୍ସ। ଦେଖନ୍ତୁ, ଆମେ ଯେଉଁ ତପସ୍ୱିନୀ ଭବନର କାର୍ ପାର୍କିଂରେ ଖାଲି କଲମ ଷ୍ଟାଣ୍ଡର ମଧ୍ୟ ଦେଖେଇଥିଲେ, ଆଉ ଆପଣଙ୍କୁ କୁହାହେଇଥିଲା ଯେ ସେ ସାଇଡ଼୍ରେ ସେମାନଙ୍କର ଜାଗା ସ୍ପେସ୍ ତ କମ୍ ଥିବାରୁ ସେମାନେ ମାଟି ଭିତରେ କଂକ୍ରିଟଟା ଦେବା ପାଇଁ ପ୍ରଥମେ ଡିସିସନ୍ ନେଇଥିଲେ। କିନ୍ତୁ ଆମର ଭିଡ଼ିଓ ଦେଖିଲା ପରେ ସେମାନେ ଜରି ଦେଇ କଂକ୍ରିଟଟାକୁ ପକାଇବେ ବୋଲି ନିଷ୍ପତ୍ତି ନେଇଛନ୍ତି, ଯେଉଁଟାକି ସାଇଡ଼୍ରେ ଜରି ଲଗାଉଛନ୍ତି। ସ୍ପେସ୍ ତ ନାହିଁ, କିନ୍ତୁ ତାହା ଆଉ ଅଧିକ ଖୋଳିବା ମଧ୍ୟ ସମ୍ଭବ ନୁହଁ। ଆଉ ସେ ସବୁକୁ ଆଖି ଆଗରେ ରଖି ଯାହା ହଉ ମାଟିକି କଂକ୍ରିଟଟା ଟଚ୍ ନ ହେବା ପାଇଁ ସେମାନେ ଜରି ପ୍ରାୟ 1 ଫୁଟ ଚଉଡ଼ାରେ ମାନେ 1 ଫୁଟ ହାଇଟ୍ରେ କାଟିଛନ୍ତି। ସବୁ କାଟି ଆମର ମିସ୍ତ୍ରୀ ବାବୁ ଯେଉଁ ପଲିଥିନ୍ଟାକୁ ସେ ସାଇଡ଼୍ରେ ୟୁଜ୍ କରିଛନ୍ତି। ସେଟା ତ ମାଟି ଜାଗା, ତାକୁ ଗୋଟିଏ ମୋଟା ଯେଉଁଟାକି ଆମର କହୁଛନ୍ତି କାର୍ଟୁନ୍, ଯେଉଁଟାକି ଆଟାରେ ଲୁହା କଣ୍ଟା ଦେଇ ସେଇଟାକୁ ଫିଟିଂ କରିକି ରଖୁଛନ୍ତି। ଯେଉଁଟାକି ଆଜି ହେଉଛି କଲମ ଷ୍ଟାଣ୍ଡର ଶେଷ ଦିନ, ଆଉ ତାପରେ ଆମର କଲମ ଏ ଯେଉଁ ଫୁଟିଂଟା କାଷ୍ଟିଂ ହେବ। ସେଇଟା ମଧ୍ୟ ଆପଣଙ୍କୁ ଆମେ ନେକ୍ସଟ ଭିଡ଼ିଓରେ କେମିତି କାଷ୍ଟିଂ ହେଉଛି ସେଇଟା ବି ଦେଖେଇବୁ। କିନ୍ତୁ ଆକ୍ଚୁଆଲି ହିସାବରେ ତ ସଟରିଂ ଲଗାଇବା କଥା, କିନ୍ତୁ ସ୍ପେସ୍ ନଥିବାରୁ ସଟରିଂ ଲଗାଯାଇ ପାରୁନାହିଁ। ତେଣୁ ଏଠି ସାଇଡ଼୍ରେ ପଲିଥିନ୍ ଦିଆଯାଉଛି। ପଲିଥିନ୍ ଦେଲେ ତା'ର ଅସୁବିଧା କ'ଣ ନା, ତା'ର ଆକ୍ଚୁଆଲି ଫୁଟିଂର ସାଇଜ୍ ଆସିପାରିବନି। କେଉଁଠି ଅଧିକ ଖୋଳା ହେଇଥିବ, କେଉଁଠି କମ୍ ଖୋଳା ହେଇଥିବ, ସେ ହିସାବରେ ଚାଲୁଅଛି। କିନ୍ତୁ ଯାହା ତ ଆଗରୁ ହେଇଯାଇଛି, ତଥାପି ଆମେ କହିଲୁ ମାଟିରେ ପକାଇବା ତ ଠିକ୍ ହେବନି କଂକ୍ରିଟଟା, ଆଉ ତେଣୁ ସେଇଟାକୁ ଜରି ଦିଆଯାଇ କଂକ୍ରିଟ କାଷ୍ଟିଂ କରାଯିବ। ଇଏ ଦେଖନ୍ତୁ ମିସ୍ତ୍ରୀ କେତେ ସୁନ୍ଦର ଭାବରେ ଜରିଟିକୁ ସାଇଡ଼୍ରେ ଦେଉଛନ୍ତି, ପ୍ଲସ୍ ଲୁହା କଣ୍ଟା ସହିତ ସବୁଯାକୁ ମାନେ ସାଇଜ୍ରେ ଲଗେଇକି ରଖିଛନ୍ତି। ଆଜି ଯେତେ ରାତି ହେଲେ ମଧ୍ୟ ଆମର ପୁଟିଂ କାଷ୍ଟିଂ ପାଇଁ ଏଇଟାକୁ ରେଡ଼ି କରିବାକୁ ପଡ଼ିବ। ତେଣୁ ସେ ଜୋରସୋରରେ ଲାଗି ପଡ଼ିଛନ୍ତି। ଆଉ ସବୁଯାକ କଲମ ବି ଷ୍ଟାଣ୍ଡ ହୋଇସାରିଛି, ତା'ର ମେଜରମେଣ୍ଟ ବି ନିଆଯାଇଛି। ଆଉ ଦେଖନ୍ତୁ ସୂତା ଟଣା ହେଇଛି, ସୂତା ଟାଣି ତା'ର ସବୁ ସାଇଜ୍ କରାଯାଇଛି, ଯେଉଁଟାକି କାଲି ଯେମିତି ଅସୁବିଧା ନହେବ। ଆଉ କଲମ ରେନଫୋର୍ସମେଣ୍ଟକୁ ସପୋର୍ଟ ମଧ୍ୟ ଦିଆଯାଇଛି। କିନ୍ତୁ ଆଜି ଏମାନେ ବୋଧେ ପାଣି ଟିକେ ଢାଳି ଦେଇଛନ୍ତି। ଯଦି ସକାଳ ଭିତରେ ପାଣି ନ ଶୁଖିଲା ତାହେଲେ ପାଣିଟାକୁ ଡ୍ରେନେଜ୍ କରିବାକୁ ପଡ଼ିବ। ଆଶା ଲାଗୁଛି ସେଇଟା ମାଟି ଏରିଆ ତ ସେଇଟା ନିଶ୍ଚିତ ଭାବେ ଶୁଖିଯିବ, କିନ୍ତୁ ଏତେ ପାଣି ଢାଳିବାର ନଥିଲା। କିନ୍ତୁ ସେମାନେ କ୍ୟୁରିଙ୍ଗା ହିସାବରେ ବେଶୀ ପାଣି ଦେଇଛନ୍ତି, ସେଥିପାଇଁ ପୁଟିଂ ଭିତରେ ବହୁତ ପାଣି ଦେଖାଯାଉଛି। ଆଉ ସମସ୍ତ ପାଣି କାଢ଼ି ସାରିଲା ପରେ ହିଁ ଆକୁ କଂକ୍ରିଟ କାଷ୍ଟିଂ କରିବା କଥା। ଏଠି କଭର ବ୍ଲକ୍ ବି ଦିଆଯାଇଛି ବହୁତ ସୁନ୍ଦର ଭାବେ। ଦେଖନ୍ତୁ ପେପର ସହିତ ସେ ପଞ୍ଚ କରୁଛନ୍ତି, ମାଟି ସହିତ ଆମର ପଲିଥିନ୍ଟାକୁ। ଇଏ ହେଲା ଆମର ହେଭି ମିସ୍ତ୍ରୀ ଶିଶିରକାନ୍ତ ସ୍ୱାଇଁ ସୋରିଷ ମୂଳର। ସେ ବହୁତ ଆଗରୁ